ଭାଇ ଓଲା S1 Pro Gen 2 ଠିକ ଅଛି 7500 ପାଖାପାଖି ଚାଲିଛି। ଆର ବ୍ରେକ୍ ସୁ ଏ ଯୋଉ 4 ଦିନ କଣ୍ଟିନ୍ୟୁ ବର୍ଷା ହେଲା ଠିକ ଅଛି, ମୁଁ ଆଗ ତ ଚଲେଇଲି 4 ଦିନ ଭିତରେ ମୁଁ 150 କିଲୋମିଟର ଚଲେଇଛି ଆକାରରେ 150 କିଲୋମିଟରରେ ଆ ବ୍ରେକ୍ ସୁ ପୁରା ଶେଷ। ଆଉ ଦେଖଉଛି ବ୍ରେକ୍ ସୁ କେତେ ଶେଷ ହେଇଛି ଭାଇ, ଦେଖ ଡିସପ୍ଲେ ସହିତ ବ୍ରେକ୍ ସୁ ର ଯୋଉ ଲୁହା ପ୍ଲେଟ ଟା ପୁରା ଗୋରି ହେଲାଣି ଠିକ ଅଛି। ଆମର ଦାଗ ବି ପଡିଯାଇଛି, ଏମିତି ଦେଖିପାରୁଥିବେ ଏଇ ଜାଗାଟା ଦେଖୁଛନ୍ତି କଳା ଦାଗଟା, ଏଠି ପୁରା ଦାଗ ପଡିଗଲାଣି ଘୋରି ହେଇକି, ମାନେ ଏତେ ଜଲ୍ଦି ସରିଲା ତା ଠିକ ଠିକଣା ନାହିଁ। ଭାଇ କମ୍ପାନୀ ଯାଇକି ପଚାରିଲି ଆ ବ୍ରେକ୍ ସୁ କେତେ ଟଙ୍କା, ଠିକ ଅଛି ମତେ କହିଲା 700 750 ଟଙ୍କା ପଡିଯିବ, ଆଗ ପଛ କେତେ ଚେଞ୍ଜ କରିବେ ଆପଣ ମାନେ ତ 1500 ଟଙ୍କା ପଡିଯିବ ଠିକ ଅଛି। ତ ମୁଁ କହିଲି ଭାଇ ବ୍ରେକ୍ ସୁ ତ 4 ଦିନ ସରିଯାଉଛି, ଆଉ ଗୋଟେ ମାସ ଯାକରେ ମୁଁ 10 ଥର ପକେଇବି ନା କଣ ବ୍ରେକ୍ ସୁ। ଭାଇ ଆମେ କିଛି କରିପାରିବୁନି, କମ୍ପାନୀ ଯାଉ ବ୍ରେକ୍ ସୁ ଆଉଛି ସେ ବ୍ରେକ୍ ସୁ ଆମେ ଦେଇପାରିବୁ, ଆମ ପାଖରେ କିଛି ଭଲ ବ୍ରେକ୍ ସୁ ଆଉ ନାହିଁ ଠିକ ଅଛି। ତ ମୁଁ କହିଲି ଏତେ ଟଙ୍କା ଦେଇକି କଣ ଡେଲି ପକେଇବି, ସେଇଥିପାଇଁ ମୁଁ କହିଲି ବାହାରେ ଖୋଜିବାକୁ ଗଲି ଠିକ ଅଛି। ଯେତେବେଳେ ମୁଁ ବାହାରେ ଖୋଜିଲି କୋଉଠି ମିଳିଲାନି, ଅଧିକା ରେଟରେ ମିଳିଲା ଠିକ ଅଛି। ମୁଁ ଅନଲାଇନରେ ବହୁତ ସର୍ଚ୍ଚ କଲା ପରେ ମତେ ଗୋଟେ ଜାଗାରୁ ମିଳିଲା ଆଗ ପଛ ସେଟ୍, ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ, ଆଗ ପଛ ସେଟ୍ 340 ଟଙ୍କା। ଆଉ କୋଉଠି ମିଳିଲା ଭିଡିଓ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ, ମୁଁ ଆପଣଙ୍କୁ ଦେଖେଇବି। ଆଉ ଚାଲନ୍ତୁ ଫିଟିଂ କରିବାକୁ ଯିବା। ଭାଇ କୋଉ ଭଲ ଗ୍ୟାରେଜ ବାଲାକୁ ଯାଇକି ଦେଖେଇବେ, କାହିଁକି ଏରା ଗାକୁ ଦେଖେଇବେନି ଭାଇ, ଯେମିତି ପାଇଲେ ସେମିତି ବ୍ରେକ୍ ସୁ ଆପଣଙ୍କର ଫିଟିଂ କରିଦବ ଠିକ ଅଛି। ମୋର ଗୋଟେ ଚିହ୍ନା ପିଲା ଥିଲା, ମୁଁ ତା ପାଖକୁ ଯାଇଥିଲି, ଆଉ ସିଏ ଭାଇ ଭଲ କାମ କରେ, ତ ସେଇଥିପାଇଁ ତାକୁ ହିଁ ପାଖରେ ଯାଇକି ମୁଁ କଲି। ଆପଣ ଚିହ୍ନା ଲୋକଙ୍କ ପାଖରେ ହିଁ କରିବେ, ଆଉ ସିଏ ଭଲ କାମ କରେ, ଟିକେ ଟିକେ ଗେମ୍ ଖେଳେ, ଆଉ ଏବେ ବି ଗେମ୍ ଖେଳି ଖେଳି କାମଟା କରୁଛି, ହେଲେ କାମ ଭଲ କରେ ଠିକ ଅଛି। ମୁଁ ଆପଣଙ୍କୁ କହୁଥିଲି କୋଉ ବ୍ରେକ୍ ସୁ ଆଣିଛି ଠିକ ଅଛି, ଏଇ ବ୍ରେକ୍ ସୁ ମଗେଇଥିଲି ହେଲା, 340 ଟଙ୍କା ମତେ ପଡିଥିଲା। ଆଉ କୋଉଠୁ ମଗେଇଥିଲି ଲାଷ୍ଟ ମତେ ରୁହନ୍ତୁ ଦେଖେଇବି। ଆଉ କଣ୍ଡିସନ ଦେଖୁଛନ୍ତି ବହୁତ ବଢିଆ ଲାଗୁଛି, ଆଉ ଗ୍ୟାରେଜ ବାଲା ବି କହିଲା ବହୁତ ଭଲ କ୍ୱାଲିଟିର ଅଛି ଠିକ ଅଛି। ଆଉ ବ୍ରେକ୍ ସୁ ଖୋଲା ହେଇଗଲାଣି, ବ୍ରେକ୍ ସୁ କଣ୍ଡିସନ ଦେଖିକି ଲାଗୁଛି ବହୁତ ଖରାପ ଅଛି। ଆପଣଙ୍କୁ ଦେଖୁଛି ଦେଖନ୍ତୁ, ଗୋଟେ ସାଇଡ ଲୁହାର ପ୍ଲେଟ ଦେଖାଗଲାଣି ଠିକ ଅଛି। ମାନେ ବର୍ଷା ଦିନରେ ଏମିତି ସରିବ କେତେବେଳେ ଭାଇ, ପକେଟ ବହୁତ ଖାଲି ହବାର ଅଛି ଆମର। ଆଉ ବ୍ରେକ୍ ସୁ ଖୋଲା ହେଇସାରିଲା ପରେ ଏବେ ସବୁ ଭଲସେ ସଫାସଫି ସେ କରୁଛି, ଗ୍ରୀସିଂ ଫ୍ରିସିଂ ବି କରୁଛି, କାହିଁକିନା ଭାଇ ଖୋଲୁଛ କେତେ ଭଲସେ ଫିଟିଂ କର ଭଲସେ କାମ କରିକି ଠିକ ଅଛି। ଆଗ ବ୍ରେକ୍ ସୁ ଏବେ ଲଗା ସରିଲା, ତାପରେ ପଛ ବ୍ରେକ୍ ସୁ ଖୋଲା ହଉଛି, ଦେଖିବା ପଛର ହାଲତ ଆକ୍ଚୁଆଲି କେମିତି ଅଛି ଏବେ ଜଣା ପଡିଯିବ ଖୋଲିଲା ପରେ। ମତେ ଲାଗୁଛି ପଛର ଟିକେ ଭଲ ଥିବ ଆଗ ଅପେକ୍ଷା। ତାପରେ ଖୋଲା ହେଲା ପରେ ସେ ଦେଖେଇଲା ଭାଇ ଦେଖ କଣ୍ଡିସନ ତ ଠିକ ଠାକ ଅଛି, ଆଉ 50% ବ୍ରେକ୍ ସୁ ବଞ୍ଚିଛି। ଭାଇ ପଛଟା ବଞ୍ଚିଛି, ଆଗଟା କେମିତି ଜଲ୍ଦି ସରିଗଲା ଭାଇ ଆଶ୍ଚର୍ଯ୍ୟ କଥା। ମୁଁ କହିଲି ହେଲେ ବି ଚେଞ୍ଜ କରିଦେ ଭାଇ, ଏତେ ବି ଖରାପ ଦେଖା ହଉଛି ବ୍ରେକ୍ ସୁ, ଚେଞ୍ଜ କରିଦେ, କାହିଁକି ନା ନୂଆ ଅଛି ମୋ ପାଖରେ, ତ ମୁଁ କାହିଁ ଚେଞ୍ଜ ନ କରିଦେବି, ସେଇଥିପାଇଁ ମୁଁ କହିଲି ଚେଞ୍ଜ କରିଦେଲି। ଆଉ ଦେଖନ୍ତୁ ପୁରୁଣା ଆଉ ନୂଆ ଭିତରେ ଡିଫରେନ୍ସ। ଭାଇ ଆଉ ଗୋଟେ ଜରୁରୀ କଥା ଆପଣମାନଙ୍କ ପାଇଁ, ମୋ ପାଖରେ ଗୋଟେ ଚିହ୍ନା ପିଲାଟେ ଅଛି ଯିଏ ବ୍ରେକ୍ ସୁ ବନାଏ ଠିକ ଅଛି। ସିଏ ମତେ କହିଥିଲା ଯେ ତୋର ପୁରୁଣା ବ୍ରେକ୍ ସୁ ଯୋଉ ଲୁହା ପ୍ଲେଟଟା ନେଇ ଆସିବୁ, ମୁଁ ତାହିଁରେ ବ୍ରେକ୍ ସୁ ଆଡ୍ କରିଦେବି, ଆଉ ତୋ ଯୋଉ ପାଣିରେ ବର୍ଷାରେ ଯୋଉ ସରିଯାଉଛି ବ୍ରେକ୍ ସୁ ଆଉ ସରିବନି। କେତେ ସତରେ ସେମିତି ହେଲା, ତାର ଆଡ୍ରେସ ଆପଣମାନଙ୍କୁ ସମସ୍ତଙ୍କୁ ସେୟାର କରିବି, ଆଉ ତାପରେ ଗୋଟେ ଭିଡିଓ ବନେଇବି, ତ ସେଇଥିପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ କରି ରଖିଥାନ୍ତୁ। ଏବେ ଆଗ ପଛ ମୋ ବ୍ରେକ୍ ସୁ ଲାଗି ସାରିଲାଣି, ଆଉ ଚେକ୍ କରି ସାରିଲିଣି, ବଢିଆ ସେ ଧରୁଛି ଭାଇ, ବଢିଆ କାମ କରୁଛି। ଆଉ ଭାଇ ଭିଡିଓଟା କେତେ ଭଲ ଲାଗିଲା ଲାଇକ୍ କରନ୍ତୁ, ଏମିତିଆ ଗାଡିର ସହିତ ବହୁତ କଣ୍ଟେଣ୍ଟ ଆଗକୁ ଆସିବାର ଅଛି। ରହିଲି, ଜୟ ଜଗନ୍ନାଥ।